ମୁଁ ଆଜି ପ୍ରସ୍ତୁତ କରୁଛି ଆମ୍ବ ଆଉ ନଡ଼ିଆରେ ମିଠା। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଏଠି ପିସ୍ତାକୁ ଛୋଟ ଛୋଟ କାଟିକି ମୁଁ କେମିତି ଏମିତି ସଜେଇକି ଲମ୍ବା ଲମ୍ବା କରି କାଟିକି ତାକୁ ସଜେଇଛି। ଆଉ ଇଏ ଦେଖିବା ପାଇଁ ଯେପରି ଟେଷ୍ଟି ଆଉ ଖାଇବା ପାଇଁ ସେହିପରି ଟେଷ୍ଟି। ଆପଣ ତାକୁ ଫ୍ରିଜ୍ରେ 6ରୁ 7 ଦିନ ରଖିପାରିବେ, ବାହାରେ 2 ଦିନ ରଖିପାରିବେ। ମୁଁ ଗୋଟେ ନଡ଼ିଆ ନେଲି, ସେ ନଡ଼ିଆକୁ କୋରି ଦେଇଛି। ନଡ଼ିଆ କୋରିକି ମୁଁ ଗୋଟେ କପ୍ ନଡ଼ିଆ କୋରିକି ଗୋଟେ କପ୍ ନଡ଼ିଆ ମୁଁ ନେଇଛି। ମୁଁ ଯେଉଁ ନଡ଼ିଆ ଆଉ ଆମ୍ବ ଲଡ଼ୁ କରିବି, ମିଠା ପ୍ରସ୍ତୁତ କରିବି, ମୁଁ ଗୋଟେ କପ୍ ନେଇଛି ନଡ଼ିଆ ମିକ୍ସି ଜାର୍ରେ। ସେଥିରେ ମୁଁ 4 ଚାମଚ ଚିନି ପକାଇଲି, ଅଧା କପ୍ କ୍ଷୀର ନେଇଛି, ସେଥିରେ ଅଧା ପକାଇଲି, ଆହୁରି ଅଧା କପ୍ ମୁଁ ରଖିଛି ପକାଇବା ପାଇଁ। ମୁଁ ଏଠି ତାକୁ ବାଟିଦେଲି। ମୁଁ ଏଇଠି ଯେଉଁ ପ୍ୟାନ୍ ଗୋଟେ ନେଲି, ସେଇ ପ୍ୟାନ୍ରେ ଯେଉଁ ବାଟିଥିବା ନଡ଼ିଆ ଆଉ ଚିନି କ୍ଷୀରକୁ ମୁଁ ସେଥିରେ ଗୋଳେଇଲି। ଆପଣ ଚାହିଁଲେ ଟିକେ ଅଳ୍ପ ଟିକେ ଘିଅ ପକାଇକି ବି ଅଧା ଚାମଚ ତାକୁ ଗରମ କରିସାରିଲା ପରେ ପକାଇ ପାରିବେ। ମୁଁ ଏମିତି ଖାଲି ଏମିତି ଗୋଳେଇଲି। ଗୋଳେଇକି ଏଠି ମୁଁ ଗୋଟେ ଆମ୍ବ ନେଇଛି, ସେଇ ଆମ୍ବକୁ ମୁଁ 2 ଫାଳ କରିଛି। ଏଇ ଆମ୍ବ ମୁଁ 2 ଫାଳ ହିଁ ନେବି, ସେଥିରେ ମୁଁ ମିଠା ପ୍ରସ୍ତୁତ କରିଛି। ମୁଁ ଏଇ 2 ଫାଳ ଆମ୍ବ ନେଲି, ସେଥିରେ ମୁଁ ଆମ୍ବକୁ ଏହିପରି ଛୁରୀରେ ଛୋଟ ଛୋଟ କରିକି କାଟିଦେଲି। ଏହିପରି ମୁଁ କାଟି ଦେଇକି ମୁଁ ଗୋଟେ ଚାମଚ ସାହାଯ୍ୟରେ ଏ ଜାର୍ରେ ମୁଁ ପକାଇଛି, ମିକ୍ସି ଜାର୍ରେ ପକାଇଛି। କିନ୍ତୁ ଆମ୍ବର ପ୍ୟୁରି କରିବା ଆମେ ଏଇ ଟାଇପ୍ର କଲେ ଭଲକି ଆମ୍ବ ବି ବାହାରିଯିବ ଛୋଟ ଛୋଟ ପିସ୍ ହେଇକି, ଆଉ ପ୍ୟୁରି ବି ଭଲ ହେବ, ପୁରା ପେଷ୍ଟ ହେଇଯିବ ଆମ୍ବ। ମୁଁ ଏଇ ଟାଇପ୍ର ଆର ଯେଉଁ ଫାଳ ଆମ୍ବକୁ ଏଇ ଟାଇପ୍ର ଛୁରୀରେ କାଟିକି ପୁଣି ଚାମଚ ସାହାଯ୍ୟରେ ଏମିତି ଜାର୍ରେ ମୁଁ ପକାଇକି ତାକୁ ପୁରା ମୁଁ ପେଷ୍ଟ କରିଦେଇଛି। ମୁଁ ଯେଉଁ ପ୍ୟାନ୍ରେ ବସେଇଥିଲି ତାକୁ ଟିକେ ଆସ୍ତେ ଆସ୍ତେ ଘାଣ୍ଟିଲି, କାହିଁକିନା ଯେହେତୁ ସିଏ ଆମେ ଲାଗିଯିବ। ମୁଁ ଆସ୍ତେ ଆସ୍ତେ ତାକୁ ପ୍ୟାନ୍ରେ ବସେଇଲି, ତାକୁ ଘାଣ୍ଟିଲି। ସିଏ ଶୁଖା ହେଇଗଲାଣି। ଆମେ ଆଉ ଥରେ ଟିକେ କ୍ଷୀର ଯେଉଁ ରଖିଛି, ଅଧା କପ୍ରୁ ଅଧା ରଖିଥିଲି, ମୁଁ ଏଇ ପକାଇକି ତାକୁ ଆମେ ଭଲ ଭାବରେ ଗୋଳେଇ ଦେବା, ଯେପରି ସବୁଆଡ଼େ ଗୋଳେଇ ହେଇଯିବ। ଏ ଟିକେ ଶୁଖିଗଲା ପରେ ମୁଁ ଯେଉଁ ରଖିଥିଲି ଆମ୍ବ ପ୍ୟୁରି କରିଥିଲି, ସେଇ ଆମ୍ବ ପ୍ୟୁରିକୁ ମିକ୍ସିରୁ ବାହାର କରିକି ପକାଇବା। କାଢ଼ିକି ସବୁ ପକାଇଦେଲି। ଆଉ ମିଲ୍କ ପାଉଡ଼ର 4 ଚାମଚ ରଖିଥିଲି, ତାକୁ ବି ପକାଇଲି। ଆପଣ ଚାହିଁଲେ ଆଗରୁ ବି ପକାଇକି ଗୋଳେଇ ପାରିବେ। ତାକୁ ସବୁକୁ ଗୋଳେଇ ଦେଲି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ଆସିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ମୁଁ ସବୁ ନଡ଼ିଆକୁ ଆଉ ଆମ୍ବକୁ ସବୁ ଏମିତି ମିଶାଇ ଦେଲି। ଦେଇକି ତା ପାଣିଟା ପୁରା ଶୁଖାଇ ଦେବା, କାହିଁକିନା ପାଣି ରହିଲେ ମିଠା ପ୍ରସ୍ତୁତ ହୋଇପାରିବନି। ମୁଁ ଏଠି ଗୁଜୁରାତି 2ଟାକୁ ଚୋପା ଛଡ଼େଇ ଗୁଣ୍ଡ କରିଦେଇକି ତା ଉପରେ ପକାଇକି ଗୋଳେଇ ଦେଲି, ଯେପରି ସବୁଗୁଡ଼ାକ ମିଶ୍ରଣ ମିଶିଯିବ। ପୁରା ଶୁଖିଲା ଶୁଖିଲା କରିଦେଲା ପରେ ମୁଁ ତାକୁ ଟିକେ ଥଣ୍ଡା କରିଦେଇଛି। ବାହାରେ କାଢ଼ିକି ଟିକେ ଥଣ୍ଡା କରିଦେଇକି, ଟିକେ ଥଣ୍ଡା ହେଇଗଲା, ବେଶୀ ଥଣ୍ଡା କରିବେନି, ଟିକେ ଥଣ୍ଡା ହେଇଗଲା ପରେ ଯେପରି ଆମେ ଗଢ଼ି ପାରିବା ବା ଲଡ଼ୁ କରିପାରିବା ସେମିତି ଥଣ୍ଡା କରିଛି। ମୁଁ ତାକୁ ଏଥିରେ ଗୋଟେ ପ୍ଲେଟ୍ରେ କାଢ଼ି ଦେଇଛି। ମୁଁ ଜାଗାରେ ଘିଅ ନେଇଛି, ଆଉ ଏଠି ଡେସିକେଟେଡ଼୍ କୋକୋନଟ୍ ବା କୋକୋନଟ୍ର ଯେଉଁ ଡ୍ରାଏ ବାଲା ମିଳୁଛି ମାର୍କେଟରେ, ମୁଁ ତାକୁ ନେଇଛି। ମୁଁ ଏଠି ଘିଅ ହାତରେ ଲଗେଇଲି, ଦେଇକି ଏଇ ଯେଉଁ ଆମ୍ବ ଯେଉଁ ନଡ଼ିଆ ଯେଉଁ କୋରିକି ଯେଉଁ ପେଷ୍ଟ ଟାଇପ୍ର ଲଡ଼ୁ ଟାଇପ୍ର କରିବା ପାଇଁ ପ୍ରସ୍ତୁତ କଲି। ଗୋଲ ଗୋଲ ଏଇ ଟାଇପ୍ର ମୁଁ ସବୁକୁ କରିଦେଲି। ସାଇଜ୍ ଆପଣ ଅନୁସାରେ ନିଜ ଇଚ୍ଛା ଅନୁସାରେ କରିବେ। ଏମିତି ଡେସିକେଟେଡ଼୍ କୋକୋନଟ୍ରେ ଗୋଳେଇ ଦେଲି। ଯଦି ଡେସିକେଟେଡ଼୍ କୋକୋନଟ୍ ନଥାଏ ବି, ଖାଲି ଆମ୍ବରେ ଆମେ ଏମିତି ମିଠା ପ୍ରସ୍ତୁତ କରିପାରିବା। ଡେସିକେଟେଡ଼୍ କୋକୋନଟ୍ ବା ଡ୍ରାଏ କୋକୋନଟ୍ ବା ନଡ଼ିଆ, ଆମେ ଶୁଖିଲା ନଡ଼ିଆ ଗୁଣ୍ଡ ଆମେ ନ ପକାଇକି ବି ଖାଲି ଗୋଲ ଗୋଲ କରିକି ଏମିତି ଆମେ ମିଠା ପ୍ରସ୍ତୁତ କରିପାରିବା। ଏଇ ଟାଇପ୍ର ମୁଁ ଗୋଳେଇକି ସବୁ ନଡ଼ିଆରେ ରଖିଦେଲି। ଏଇ ଟାଇପ୍ର ଯେମିତି ରଖିଛି ଗୋଲ ଗୋଲ କରିକି, ଏଇ ଟାଇପ୍ର ଆମେ ଆମ୍ବ ଆଉ ନଡ଼ିଆ ମିଠା ପ୍ରସ୍ତୁତ କରିପାରିବା। ତାକୁ ଟିକେ ଡେକୋରେଟ୍ କରିବା ପାଇଁ ଟିକେ ସଜେଇ ଦେବା, ସଜେଇ ଦେଇକି କରିପାରିବା। ମୁଁ ଏଠି ଡେସିକେଟେଡ଼୍ କୋକୋନଟ୍ରେ ଗୋଳେଇକି ବା ଦେଖନ୍ତୁ କିପରି ମୁଁ ତାକୁ ଗୋଳେଇ ଦେଲି, ବା ତା ଉପରେ ଲଗେଇଦେଲି। ଏଇ ଟାଇପ୍ର କୋଟିଂ କରିଦେଇକି ଆମେ
ସଜେଇକି ରଖିଦେବା। ତାପରେ ମୁଁ କ'ଣ କରିଛି ନା କପ୍ ନେଇଛି, ପେପର୍ ବାଲା କପ୍, ସେ ପେପର୍ କପ୍ରେ ସଜେଇକି ରଖିଦେଇଛି। ଏହିପରି ପ୍ରସ୍ତୁତ କରିକି ଆପଣ ଥରେ ମିଠା ପ୍ରସ୍ତୁତ କରନ୍ତୁ। କିପରି ଲାଗିଲା କମେଣ୍ଟରେ ଜଣାଇବେ। ଏଇଭଳିଆ ସବୁ ମୁଁ ସେମିତିଆ ଟାଇପ୍ର ସବୁଗୁଡ଼ା କୋଟିଂ କରିଦେଇଛି ନଡ଼ିଆରେ, ଡ୍ରାଏ ନଡ଼ିଆରେ କରିକି ମୁଁ ସଜେଇ ଦେଇଛି। ଏ ପେପର୍ କପ୍ ଆମର ଯେଉଁ ମିଠା ବାଲାର ଥାଏ, ମିଠା ବାଲା ପେପର୍ର ଯେଉଁ ସୁଇଟ୍ସ କପ୍, ସେଇ ମୁଁ ସେଥିରେ ସବୁ ଗୋଟେ ଗୋଟେ ସାଇଜ୍ କରିକି ଏମିତି ରଖିଦେଇଛି। ରଖି ତା ଉପରେ ଡ୍ରାଏ ଫ୍ରୁଟ୍ସ ଆପଣ ଯାହା ଚାହିଁବେ ଡ୍ରାଏ ଫ୍ରୁଟ୍ସ ଦେଇପାରିବେ, କିନ୍ତୁ ମୁଁ ପିସ୍ତାଟା ସୁନ୍ଦର ଦେଖାହେବ ସେଇଥିପାଇଁ ପିସ୍ତାକୁ କାଟିକି ଗ୍ରୀନ୍ ଦେଖାହେବ ଅରେଞ୍ଜରେ ଲଗେଇଛି। ଆପଣ ଏହିପରି ପ୍ରସ୍ତୁତ କରି କମେଣ୍ଟରେ ଜଣାଇବେ କିପରି ଲାଗିଲା।